ଆଦ୍ରିକାର ସାଙ୍ଗମାନେ ଖାଇବାକୁ ତଳେ ଫିଙ୍ଗିଦେବେ। ସେତେବେଳେ ସ୍ୱୟଂ ଆସିକରି ଗୁଡ଼ିଆର ହାତକୁ ଧରି ଉଠାଇବେ। ଏହା ଦେଖିକରି ଆଦ୍ରିକା କହିବେ, ସ୍ୱୟଂ ଏଇଟା କ'ଣ ମୋର ସାଙ୍ଗମାନଙ୍କ ମୁହଁରେ ଜବାବ ଦେଉଛି। ଏଇ ସ୍ୱୟଂ ରାଗିଯାଇ ଆଦ୍ରିକାର ସାଙ୍ଗମାନଙ୍କୁ ହାତରେ ଉଠାଇ ମାରିବାକୁ ଚେଷ୍ଟା କରିବ। ଆଦ୍ରିକା କହିବେ, ଏଇ ଭୁଲ ସବୁ ସାନ୍ଭିର ହୋଇଛି। ତାହାପରେ ସ୍ୱୟଂ କହିବେ, ପ୍ରଥମ ଭୁଲ ହେଉଛି ତୁମର। କାହାକୁ କେମିତି ରେସପେକ୍ଟ ଦେବା, କାହା ସହିତ କେମିତି କଥାବାର୍ତ୍ତା ହେବା ତୁମକୁ ଜଣା ନାହିଁ। ତୁମରି ସାଙ୍ଗମାନଙ୍କୁ ଆଦ୍ରିକା। ସ୍ୱୟଂର ବାପା କହିବେ, ଏଇଟା ହେଉଛି ଠିକ୍ ସୁଯୋଗ। ଆଦ୍ରିକା ହେଉଛି ଗୋଟିଏ ଭଳି ଝିଅ। ସେଇ ଝିଅ ସହିତ ଆମରି ପୁଅ ଯଦି ବାହା ହୋଇଗଲେ ସେଇ କମ୍ପାନୀର ଓନର ହୋଇଯିବ ଆମରି ପୁଅ। ସ୍ୱୟଂର ମା' କହିବ, ଏଇଟା ବୋଧେ ମୋତେ ଠିକ୍ ଲାଗୁନାହିଁ। ଆମ ସେଇ ପଇସା ଲୋଭରେ ସ୍ୱୟଂକୁ ତା'ର ଜୀବନକୁ ନଷ୍ଟ କରିବା ନାହିଁ। ଆଦ୍ରିକା ଭଳି ଝିଅ ଆମରି ପୁଅ ପାଇଁ ପରଫେକ୍ଟ ନୁହେଁ। ଆମରି ସ୍ୱୟଂ କିଛି ଜାଣି